ବଜ୍ରାଘାତରେ ଟଳି ପଡ଼ିଛନ୍ତି ଦୁଇ ଜଣ ଚାଷୀ। ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ଆସିଲା ମୃତ୍ୟୁ ଆଉ ନେଇଗଲା ଦୁଇ ଜଣ ଯୁବକଙ୍କ ଜୀବନ। ମୃତକ ଦୁଇ ଜଣ ହେଲେ ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଗ୍ରାମର ଚୂଡ଼ାକାନ୍ତ ରୋହିଦାସ ଏବଂ ଅଶୋକ ରୋହିଦାସ। ଗତ କିଛି ଦିନ ହେବ ପାଗ ପରିବର୍ତ୍ତନ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବର୍ଷା ସାଙ୍ଗକୁ ଜୋରରେ ପବନ ମଧ୍ୟ ବହୁଛି। ଏଥିପାଇଁ ବିଶେଷ କାମ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ବାରମ୍ବାର ସୂଚନା ଦେଉଛନ୍ତି। କିନ୍ତୁ ଏହି ସମୟ ତ ଚାଷ କରିବା ପାଇଁ ପ୍ରଯୁଜ୍ୟ ହୋଇଥାଏ। ବର୍ଷା ଋତୁ ଆସିଲେ ଚାଷୀମାନେ ଖୁସି ହୋଇଯାଆନ୍ତି, କାରଣ ଧରଣୀ ମା ଶସ୍ୟ ଉତ୍ପାଦନ କରିବା ପାଇଁ ସଜେଇ ହେଉଥାଏ। ଆଉ ଲୋକମାନଙ୍କ ପାଇଁ ପରିଶ୍ରମ କରି ଚାଷୀଟିଏ ବିଲରେ ଶସ୍ୟ ଫଳାଏ। ସେହିଭଳି ଗତକାଲି ସକାଳୁ ସକାଳୁ ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଗ୍ରାମର ଦୁଇ ଯୁବଚାଷୀ ଚାଷ ଜମିରେ କାମ କରିବା ପାଇଁ ବାହାରି ପଡ଼ିଥିଲେ। କିଏ ଜାଣିଥିଲା ବିଲରେ ଛକି ବସିଥିବ ଜମ। ଏତିକି ବେଳେ ଘଡ଼ଘଡ଼ି ମାରିବା ଦ୍ୱାରା ଅକାଳରେ ଟଳି ପଡ଼ିଛନ୍ତି ଦୁଇ ଜଣ ଚାଷୀ। ଯେତେବେଳେ ଘଡ଼ଘଡ଼ି ବିଲରେ ପଡ଼ିଲା ସେତେବେଳେ ସେମାନେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଚେତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରାଘାତ କାରଣରୁ ଏହି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଝାରସୁଗୁଡ଼ା ଜିଲ୍ଲା ସିଡିଏମ୍ଓ ସୂଚନା ଦେଇଛନ୍ତି। ଆମ ହସ୍ପିଟାଲକୁ ଚୂଡ଼ାକାନ୍ତ ରୋହିଦାସ ଆଉ ଜଣେ ଅଶୋକ ରୋହିଦାସ ବଞ୍ଜାରୀ ଗାଁର ଦୁଇ ଜଣ କ୍ଷେତ୍ରରେ କାମ କଲା ବେଳକୁ ଲାଇଟନିଂ ହେଇକି ତାପରେ ସେଠି ପଡ଼ିଗଲେ। ତାଙ୍କ ଲୋକ ଯେତେବେଳେ ଆଣିଲେ ହସ୍ପିଟାଲକୁ ସେ ଦୁଇ ଜଣକ ଏଠି ରିସିଭ୍ ଡେଟ୍ ତାମାନେ ଆଜ୍ଞା ସକାଳୁ ସକାଳୁ ମାନେ କ୍ଷେତକେ ଯାଇଥିଲେ କାମ କରवाले से पानी पानी बंधा बंधी खेत कला चाष टाइम तो बोले सामे भी से सेट नहीं थे, किंतु खबर पाइलु जे कथा कह से बोलू बोले चढ़क मारिक दुई जन को अचेत अवस्था पड़ी थे। 6:30-7 भितर ଦୁଇ ଯୁବକଙ୍କ ଅକାଳ ବିୟୋଗରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା ବଜ୍ରାଘାତକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଆପଣ ଯଦି ବର୍ଷା ଘଡ଼ଘଡ଼ି ସମୟରେ ବାହାରକୁ ବାହାରିବେ ନାହିଁ, ତେବେ ଆପଣଙ୍କ ଜୀବନ ସୁରକ୍ଷିତ ରହିବ। ଝାରସୁଗୁଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।